ଆପଣ ଜାଣିଛନ୍ତି କି ଓଡ଼ିଶାର କିଛି ଏମିତି ସତ୍ୟ ଅଛି ଯାହା ନା ପାଠ୍ୟପୁସ୍ତକରେ ମିଳେ ନା ଖବର ଚ୍ୟାନେଲରେ ଦେଖାଯାଏ। ଯଦି ଆଜି ଏହି ଭିଡ଼ିଓଟିକୁ ଆପଣମାନେ ସ୍କିପ୍ କରିଦେବେ ତେବେ ସମ୍ଭବତଃ ଆପଣ ନିଜ ରାଜ୍ୟର ସବୁଠୁ ବଡ଼ ରହସ୍ୟ ହରାଇଦେବେ। ଆଜି ଆମେ ଜାଣିବା ଓଡ଼ିଶାର 7ଟି ଲୁଚିଥିବା ସତ୍ୟ ଯାହା ଆପଣଙ୍କ ଚିନ୍ତାଧାରାକୁ ହଲାଇଦେବ। ନମସ୍କାର ସମସ୍ତଙ୍କୁ ମୋର ଓଡ଼ିଆ 18 ଟ୍ରୁଥ୍ ଚ୍ୟାନେଲରେ ମୁଁ ଏହି ଭିଡ଼ିଓରେ ସେହି ସତ୍ୟ ଯାହାକୁ ଲୁଚାଇ ରଖାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ଏମିତି ସତ୍ୟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସତ୍ୟ ନମ୍ବର 1, କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଗୁପ୍ତ ରହସ୍ୟ। କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଏକ ମନ୍ଦିର ନୁହେଁ, ଏହା ଏକ ବୈଜ୍ଞାନିକ ଆଶ୍ଚର୍ଯ୍ୟ। କୁହାଯାଏ ଯେ ମନ୍ଦିରର ଶୀର୍ଷରେ ଏକ ବିଶାଳ ଚୁମ୍ବକ ଲଗାଯାଇଥିଲା ଯାହା ସମୁଦ୍ରରେ ଥିବା ଲୁହା ଜାହାଜକୁ ଆକର୍ଷିତ କରୁଥିଲା। ବ୍ରିଟିଶ ଶାସନ ସମୟରେ ସେହି ଚୁମ୍ବକକୁ ହଟା ଦିଆଯାଇଥିଲା ଏବଂ ତାପରେ ମନ୍ଦିରର ଗଠନ ଦୁର୍ବଳ ହୋଇଗଲା। ଭାବନ୍ତୁ, ଏହି 800 ବର୍ଷ ପୂର୍ବେ ଏତେ ଉନ୍ନତ ଜ୍ଞାନ କିପରି? ସତ୍ୟ ନମ୍ବର 2, ଜଗନ୍ନାଥ ମନ୍ଦିରର ପତାକା ଉଲ୍ଟା କାହିଁକି ବହେ? ପୁରୀ ଜଗନ୍ନାଥ ମନ୍ଦିରର ପତାକା ସବୁବେଳେ ହାୱାର ବିପରୀତ ଦିଗରେ ଉଡ଼େ। ବୈଜ୍ଞାନିକ ନିୟମ ଏଠାରେ ବିଫଳ। ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏହାର ସଠିକ୍ ଉତ୍ତର ଦେଇପାରିନାହାନ୍ତି ଏବଂ ଯଦି ଦିନକୁ ଦିନ ପତାକା ବଦଳିଯାଏନି ତେବେ ମନ୍ଦିର ବନ୍ଦ ହୋଇଯାଏ। ଏହା ହେଉଛି ଭକ୍ତି ଓ ବିଶ୍ୱାସର ଶକ୍ତି। ସତ୍ୟ ନମ୍ବର 3, ଧନୀ ହୋଇ ବି ଓଡ଼ିଶା ପଛରେ କାହିଁକି? ଓଡ଼ିଶା ପାଖରେ ଅଛି କୋଇଲା, ଲୁହା, ବକ୍ସାଇଟ୍, ଘନ ଜଙ୍ଗଲ, ଲମ୍ବା ସମୁଦ୍ର ତଟ। ତଥାପି ପ୍ରଶ୍ନ, ଓଡ଼ିଶା କାହିଁକି ଆଜି ବି ପଛରେ? ଉତ୍ତର ହେଉଛି ସଂସାଧନର ଶୋଷଣ। ବଡ଼ ବଡ଼ କମ୍ପାନୀ ଲାଭ ନେଲେ ଆଉ ଆଦିବାସୀ ଓ ସ୍ଥାନୀୟ ଲୋକେ କେବଳ ପ୍ରଦୂଷଣ ପାଇଲେ। ଏହି ସତ୍ୟ ସିଷ୍ଟମ କେବେ ଆଲୋଚନା କରିନି। ସତ୍ୟ ନମ୍ବର 4, ମହାଭାରତ ଓ ଓଡ଼ିଶାର ସମ୍ପର୍କ। ମହାଭାରତରେ କଳିଙ୍ଗ ରାଜ୍ୟର ଉଲ୍ଲେଖ ମିଳେ। କୁହାଯାଏ ଶ୍ରୀକୃଷ୍ଣ ନିଜେ ଏଠାରେ ଯୁଦ୍ଧର ନୀତି ବିଷୟରେ କହିଥିଲେ। ମହାଭାରତର ଅନେକ ବୀର ଓଡ଼ିଶା ସହ ସମ୍ପୃକ୍ତ ଥିଲେ। ତଥାପି ଇତିହାସରେ ଓଡ଼ିଶାକୁ କମ୍ କାହିଁକି ଦେଖାଯାଏ? ସତ୍ୟ ନମ୍ବର 5, ଓଡ଼ିଆ ଭାଷାକୁ ଅବହେଳା। ଓଡ଼ିଆ ଭାଷା ଭାରତର ପ୍ରଥମ କ୍ଲାସିକାଲ ଭାଷାମାନଙ୍କ ମଧ୍ୟରୁ ଗୋଟିଏ। 1500 ବର୍ଷରୁ ଅଧିକ ପୁରୁଣା ଇତିହାସ। ତଥାପି ଜାତୀୟ ସ୍ତରରେ ଓଡ଼ିଆକୁ ସେତେ ସମ୍ମାନ ମିଳିନାହିଁ କାହିଁକି? ଭାଷା କେବଳ ଶବ୍ଦ ନୁହେଁ, ଏହା ହେଉଛି ନିଜର ଏକ ପରିଚୟ। ସତ୍ୟ ନମ୍ବର 6, କଳିଙ୍ଗ ଯୁଦ୍ଧର ଅଧୁରା କାହାଣୀ। ଇତିହାସ କହେ କଳିଙ୍ଗ ଯୁଦ୍ଧ ପରେ ଅଶୋକ ଶାନ୍ତିର ପଥ ନେଲେ। କିନ୍ତୁ ପ୍ରଶ୍ନ, ସେହି ଯୁଦ୍ଧରେ ସବୁଠୁ ବେଶୀ କଷ୍ଟ କିଏ ପାଇଲା? କଳିଙ୍ଗର ସାଧାରଣ ଲୋକ? ଇତିହାସ ସବୁବେଳେ ଶକ୍ତିଶାଳୀଙ୍କ ପକ୍ଷରେ ଲେଖାଯାଏ। ସତ୍ୟ ନମ୍ବର 7, ଓଡ଼ିଶା ଭବିଷ୍ୟତର ସୁପର ପାୱାର। ବନ୍ଦର, ନବୀକରଣ ଶକ୍ତି, ଯୁବଶକ୍ତି, ପର୍ଯ୍ୟଟନ ଓ ସଂସ୍କୃତି। ଓଡ଼ିଶା ପାଖରେ ସବୁ ଅଛି। ଯଦି ଦିଗ ସଠିକ୍ ହୋଇପାରେ ଆଗାମୀ 10 ବର୍ଷ ଓଡ଼ିଶାର ହୋଇପାରେ। କିନ୍ତୁ ତା ପାଇଁ ଲୋକଙ୍କୁ ନିଜ ଲୁଚିଥିବା ସତ୍ୟ ଜାଣିବା ଦରକାର। ଯଦି ଆପଣ ଓଡ଼ିଶାର ଗର୍ବ ସହିତ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ। ସତ୍ୟ ଜାଣିବାକୁ ଚାହିଁଲେ ଓଡ଼ିଆ ହିଡେନ୍ ଟ୍ରୁଥ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣମାନେ ଓଡ଼ିଶାକୁ ଭଲ ପାଉଥିବେ ତାହେଲେ କମେଣ୍ଟରେ ଲେଖନ୍ତୁ ଜୟ ଓଡ଼ିଶା।